ଜୟ ଜଗନ୍ନାଥ। ଆଜି ହେଉଛି 7 ଅଗଷ୍ଟ ଗୁରୁବାର। ସକାଳର ଟପ୍ କରେଣ୍ଟ ଆଫେୟାର୍ସ ଓଡ଼ିଆ ଭାଷାରେ ସମସ୍ତ ଓଡ଼ିଶାର ଛାତ୍ରଛାତ୍ରୀ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ମୁଁ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ ନେଇ ଆସିଛି। ଆଜି ବହୁତ ଗୁଡ଼ିଏ ନ୍ୟାସନାଲ୍ ଇଣ୍ଟରନ୍ୟାସନାଲ୍ ଇଭେଣ୍ଟ ହୋଇଛି। ଏ ପଏଣ୍ଟ ଗୁଡ଼ାକ ଆପଣ ଜାଣିବା ନିହାତି ଦରକାର। ଆପଣଙ୍କର ଆଗାମୀ ପ୍ରତ୍ୟେକ ଏକ୍ଜାମ ପାଇଁ ଭେରି ଇମ୍ପୋର୍ଟାଣ୍ଟ। ଭିଡ଼ିଓକୁ ଷ୍ଟାର୍ଟ କରିବା। ଭିଡ଼ିଓକୁ ଶେଷ ଯାଏଁ ଦେଖିବେ। ଆଜିର ପ୍ରଥମ ଇଭେଣ୍ଟ ଡୋଲୋଏଟ୍ ପେକ୍ସ ଭାରତର ଜିଡିପି ଅଭିବୃଦ୍ଧି ପୂର୍ବାନୁମାନ ଆକଳନ କରିଛି। ଡିଟେଲରେ ଜାଣିବା। ବହୁତ ବଡ଼ ନ୍ୟାସନାଲ୍ ଇଭେଣ୍ଟ। ସ୍ଥାୟୀ ଘରୋଇ ଚାହିଦା, ରଣନୈତିକ ବାଣିଜ୍ୟିକ ପଦକ୍ଷେପ ଏବଂ ଏକ ସହାୟକ ମାକ୍ରୋ ଅର୍ଥନୈତିକ ପରିବେଶକୁ ଦର୍ଶାଇ ଡୋଲୋଏଟ୍ ଇଣ୍ଡିଆ ଫାଇନାନ୍ସିଆଲ ଇୟର 2025-26 ପାଇଁ ଆମର ଜିଡିପି 6.4ରୁ 6.7% ରହିବ ବୋଲି ପୂର୍ବାନୁମାନ କରିଛି। ବିଶ୍ୱ ଅର୍ଥନୈତିକ ଅସ୍ଥିରତାର ପୃଷ୍ଠଭୂମି ବିରୁଦ୍ଧରେ ଏହି ପ୍ରୋଜେକ୍ଟ ଆସିଛି, ଯେଉଁଠାରେ ଭାରତ ଦ୍ରୁତତମ ଅଭିବୃଦ୍ଧିଶୀଳ ବୃହତ ଅର୍ଥନୀତି ଭାବେ ଛିଡ଼ା ହୋଇଛି। ଆମର ଜିଡିପି ଅଭିବୃଦ୍ଧି 6.4ରୁ 6.7% ରହିବ ବୋଲି ପୂର୍ବାନୁମାନ କରାଯାଇଛି। ମନେ ରଖିବେ। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ୍ ଇଭେଣ୍ଟ। ପେଟିଏମ୍ ବର୍ତ୍ତମାନ ଚାଇନା କମ୍ପାନୀ ମୁକ୍ତ ହୋଇଛି। 3,800 କୋଟି ଷ୍ଟେକ୍ ବିକ୍ରୟ ସହିତ ଆଣ୍ଟଫିନ୍ ସମ୍ପୂର୍ଣ୍ଣ ଭାବେ ବାହାରକୁ ଯାଇଛି। ଡିଟେଲରେ ଜାଣିବା। ବହୁତ ବଡ଼ ନ୍ୟାସନାଲ୍ ଇଭେଣ୍ଟ। ଭାରତର ଡିଜିଟାଲ ଅର୍ଥନୀତି ଏବଂ ନିବେଶକମାନଙ୍କ ଭାବନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶରେ ଆଣ୍ଟ ଗ୍ରୁପର ଚାଇନାର ସହଯୋଗୀ ଜ୍ୟାକ୍ ମାଙ୍କର ଆଣ୍ଟଫିନ୍ ପେଟିଏମ୍ର ପ୍ୟାରେଣ୍ଟ କମ୍ପାନୀ 197 କମ୍ୟୁନିକେସନ୍ରୁ ସମ୍ପୂର୍ଣ୍ଣ ରୂପେ ବିଦାୟ ନେଇଛି। ଏହି ପଦକ୍ଷେପ ଫିନ୍ଟେକ୍ ମେଜରରୁ ସମସ୍ତ ଚାଇନାର ମାଲିକାନାକୁ ହଟାଇ ଦେଇଛି, ଯାହାକି କମ୍ପାନୀ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ଚିହ୍ନିତ କରିଛି ଏବଂ ଏହାର ନିବେଶକ ଆଧାରକୁ ବ୍ୟାପକ ମଧ୍ୟ କରିପାରେ। ଆଣ୍ଟଫିନ୍ ଏହାର ସମୁଦାୟ 5.84 ଅଂଶଧନ 37.3 ନିୟୁତ ଅଂଶଧନ ସହିତ ସମାନ, ପ୍ରାୟ 3,803 କୋଟି ମୂଲ୍ୟରେ ବୃହତ ବଲ୍କ କାରବାରରେ ସମସ୍ତ ଅଂଶଧନ ବିକ୍ରି କରିଛି। ମନେ ରଖିବେ, ଭେରି ଇମ୍ପୋର୍ଟାଣ୍ଟ। ବର୍ତ୍ତମାନ ପେଟିଏମ୍ କମ୍ପାନୀରୁ ସମସ୍ତ ଚାଇନିଜ୍ ମାଲିକାନା ହଟିଯାଇଛି। ଭେରି ଇମ୍ପୋର୍ଟାଣ୍ଟ। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ୍ ଇଭେଣ୍ଟ। ପିଏମ୍ ଇଣ୍ଟର୍ନସିପ୍ ସ୍କିମ୍ର ଦ୍ୱିତୀୟ ରାଉଣ୍ଡରେ ମହିଳାଙ୍କ ଅଂଶଗ୍ରହଣ 41%କୁ ବୃଦ୍ଧି ପାଇଛି। ଡିଟେଲରେ ଜାଣିବା। ବହୁତ ବଡ଼ ନ୍ୟାସନାଲ୍ ଇଭେଣ୍ଟ। ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ସ୍କିମ୍ PMIS ମହିଳା ଆବେଦନକାରୀଙ୍କ ମଧ୍ୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ପାଇଲଟ ପ୍ରକଳ୍ପର ଦ୍ୱିତୀୟ ରାଉଣ୍ଡରେ ଅଂଶଗ୍ରହଣ ପ୍ରଥମ ରାଉଣ୍ଡରେ ଯେଉଁଟା 31% ଥିଲା, ତାହା ବୃଦ୍ଧି ପାଇ 41%କୁ ବୃଦ୍ଧି ହୋଇଛି। କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ MCA ଅନୁଯାୟୀ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପ୍ରକ୍ରିୟାରେ ଲକ୍ଷ୍ୟ ରଖାଯାଇଥିବା ଆଉଟରିଚ୍ ପଦକ୍ଷେପ ଏବଂ ରଣନୈତିକ ପରିବର୍ତ୍ତନର ଫଳାଫଳ ପ୍ରତୀତ ହେଉଛି। ମନେ ରଖିବେ, ଭେରି ଇମ୍ପୋର୍ଟାଣ୍ଟ। ବହୁତ ବଡ଼ ନ୍ୟାସନାଲ୍ ଇଭେଣ୍ଟ। ଏଇଟା ଆଉ ଗୋଟେ ବଡ଼ ଆମର ଭାରତୀୟ ସେନାର ଡିଫେନ୍ସ ଇଭେଣ୍ଟ। ଭାରତର ସାମରିକ ଦକ୍ଷତା ବୃଦ୍ଧି ପାଇଁ DSE 67 ଲକ୍ଷ କୋଟି ପ୍ରତିରକ୍ଷା ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଡିଟେଲରେ ଜାଣିବା। ବହୁତ ବଡ଼ ଡିଫେନ୍ସ ଇଭେଣ୍ଟ। ଆମର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ DSE ଭାରତୀୟ ସେନା, ନୌସେନା ଏବଂ ବାୟୁସେନାର କାର୍ଯ୍ୟକ୍ଷମ କ୍ଷମତାକୁ ମଜବୁତ କରିବା ପାଇଁ 67,000 କୋଟି ମୂଲ୍ୟର ବହୁମୂଲ୍ୟ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ଅଧିଗ୍ରହଣ ଗୁଡ଼ିକ 3ଟି ସେବାରେ ନିରୀକ୍ଷଣ, ଗତିଶୀଳତା, ଅଗ୍ନିଶକ୍ତି ଏବଂ ବାୟୁ ପ୍ରତିରକ୍ଷା କ୍ଷମତା ବୃଦ୍ଧି କରିବ ବୋଲି ଲକ୍ଷ୍ୟ ରଖାଯାଇଛି। ମନେ ରଖିବେ, ବହୁତ ବଡ଼ ନ୍ୟାସନାଲ୍ ଡିଫେନ୍ସ ଇଭେଣ୍ଟ। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ୍ ଇଭେଣ୍ଟ। ଗଗନଯାନ ପାଇଁ ଜ୍ୟୋତିର୍ବିଜ୍ଞାନ ଜୀବନକୁ ଅନୁକରଣ କରିବା ପାଇଁ ଇସ୍ରୋ ଲଦାଖରେ ହୋପ୍ ମିଶନ ଆରମ୍ଭ କରିଛି। ମନେ ରଖିବେ, ହୋପ୍ ମିଶନ ଇସ୍ରୋର। ଡିଟେଲରେ ଜାଣିବା। 1 ଅଗଷ୍ଟ 2025ରେ ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଲଦାଖରେ 10 ଦିନିଆ ଉଚ୍ଚତା ବିଚ୍ଛିନ୍ନତା ପରୀକ୍ଷଣ ଆରମ୍ଭ କରିଥିଲା। 14,000 ଫୁଟରେ ପରିଚାଳିତ ଏହି ମିଶନ ଚନ୍ଦ୍ର କିମ୍ବା ମଙ୍ଗଳ ଗ୍ରହର ଦୀର୍ଘକାଳୀନ ମହାକାଶ ମିଶନରେ ମହାକାଶଚାରୀମାନେ ସମ୍ମୁଖୀନ ହୋଇଥିବା ଚରମ ଅବସ୍ଥାକୁ ଅନୁକରଣ କରନ୍ତି। ଏହି ପଦକ୍ଷେପ ଭାରତର ଗଗନଯାନ, ମାନବ ସ୍ପେସ୍ ଫ୍ଲାଇଟ୍ କାର୍ଯ୍ୟକ୍ରମ ଏବଂ ଭବିଷ୍ୟତର
अंतरिक्ष अनुसंधान पई प्रस्तुतिर एक अंश अटे। एठारे आपण दुईटा पॉइंट मन रखिबे। इसरोर मिशन होप होउची गोटे प्रोजेक्ट जोटा कि लद्दाख रे टेस्ट होइथिला। आउ गगनयान होउची इसरोर प्रथम मानव स्पेस फ्लाइट कार्यक्रम। ठीक अछि, मन रखिबे। एटा आउ गोटे बड़ नेशनल इवेंट। जीआई टैग होइथिबा भारतीय वस्त्रर पदोन्नति, ऐतिह्यर सुरक्षा एवं कारीगर माननकु सशक्त करिबा डिटेल ले जानिबा बहुत बड़ इवेंट। भारत सरकार जीआई टैग होइथिबा हस्ततंत एवं हस्ततंत सामग्री प्रोत्साहन एवं सुरक्षा को वृद्धि करी कारीगर सशक्तिकरण एवं सांस्कृतिक संरक्षण को सुनिश्चित करिसंती। बयन मंत्रालय भारत सरकार भौगोलिक सूचकांक द्रव्य पंजीकरण एवं सुरक्षा अधिनियम 1999 अनुଯାयी हस्ततंत एवं हस्ततंत सामग्री पंजीकरण को सक्रिय भाव में प्रोत्साहित करती। यही पदक्षेप निश्चित करे जे एही पारंपरिक उत्पाद गुड़िकर अपव्यवहार, नकली उत्पाद एवं अनधिकृत मार्केटिंग को सुरक्षित रखिबा। मन रखिबे, भेरी इंपोर्टेंट। एटा आउ गोटे बड़ नेशनल इवेंट। ऑटोमोबाइल सेक्टर रो भारतर बहुत बड़ कंपनी टाटा मोटर्स इटाली रो आइभेको कंपनी को 3.8 बिलियन यूरो रे किनिची। डिटेल ले जानिबा बहुत बड़ नेशनल इंटरनेशनल इवेंट। भारतर वाणिज्यिक यान शिल्प पई एक गुरुत्वपूर्ण पदक्षेप रे टाटा मोटर्स इटाली रो ट्रक एवं बस निर्माता कंपनी आइभेको को 3.8 बिलियन यूरो रे प्राय 34,000 कोटी टंकार क्रय करने को घोषणा करिछि। यही चुक्ति आइभेकोर प्रतिरक्षा व्यवसाय को बाद दे थाए एवं 2007 मसीह टाटा स्टील इस्पात निर्माता कोरस किणवा परठारु टाटा ग्रुप रो एटा सर्वबृहत अधिग्रहण को चिन्हित करे। मन रखिबे, भेरी इंपोर्टेंट। इटाली रो कंपनी आइभेको को टाटा मोटर्स वर्तमान किनिछि। मन रखिबे, भेरी इंपोर्टेंट। बहुत बड़ नेशनल इवेंट। सांग माने आजिर सखाळर टॉप करेंट अफेयर्स एठी सरिला। आउ वीडियोटा केमिति लागिला आपणकर मतामत कमेंट माध्यम रे जणैबे। वीडियो को लाइक करिवे, समस्त सांगसाथी प्रत्येक ओडिशार छात्र छात्री पाखक शेयर करिवे। नुआ थिले वर्ल्ड अफेयर मधुजी के ओडिया चैनल को सब्सक्राइब करिवे। सबुदिन आपन को एठारे इंपोर्टेंट जीके, करेंट अफेयर, स्पोर्ट्स अफेयर, वर्ल्ड अफेयर, एम्प्लॉयमेंट न्यूज नोटिफिकेशन मिलथाए। वीडियो देखिथिबारु बहुत बहुत धन्यवाद। जय जगन्नाथ, वंदे उत्कल जननी।